ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ। ବିପଦ ସଂକେତ ଉପରେ ଉପରମୁଣ୍ଡରେ ଲଗାଣ ବର୍ଷାରେ ବସ୍ତା ଅଞ୍ଚଳ ହୋଇଛି ଜଳମଗ୍ନ। ବିପଦ ସଂକେତ ଉପରେ ବହୁଛି ଜଳକା। ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ବସ୍ତାର ଦୁଃଖ କୁହାଯାଉଥିବା ଜଳକ ନଦୀର ବନ୍ୟା ଆସିଥିବା ବେଳେ ଉପରମୁଣ୍ଡର ଅଧିକା ବର୍ଷା ହେଲେ ବସ୍ତା ବ୍ଲକର ଜଳକା ନଦୀ ଉଗ୍ର ରୂପ ଧାରଣ କରିଥାଏ। ତେବେ ଖୋଲୁଛି ଜଳକା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀରେ ବନ୍ୟା ଆସିଛି। ବସ୍ତା ମଥାରିଠାରେ ସତର୍କ ସୂଚନା ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି। ଭୟଭୀତ ଅବସ୍ଥାରେ ଅଛନ୍ତି ତଳିଆ ଅଞ୍ଚଳବାସୀ। 3-4 ଦିନ ଧରି ଲଘୁଚାପ ବର୍ଷା ଲାଗି ରହିଥିବା ବେଳେ ଜଳକା ନଦୀରେ ବନ୍ୟା ଦେଖାଦେଇଛି। ବସ୍ତା ବ୍ଲକ ଅଞ୍ଚଳରେ ରାସ୍ତାଘାଟ ଚାଷ ଜମି ଜଳମଗ୍ନ ହୋଇଥିବା ଲକ୍ଷ୍ୟ କରାଯାଉଛି। ଫଳରେ ଚାଷ କାମରେ ବାଧା ସୃଷ୍ଟି ହେବା ସହ ତଳି ନଷ୍ଟ ହେବା ଆଶଙ୍କା ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।